ଆପଣମାନେ ତ ସମସ୍ତେ ଜାଣିଥିବେ ଆମର ସମ୍ବଲପୁରୀ ଆଲବମ୍ ଜଗତର ଯିଏକି ସେଲ୍ଫି ବାବୁ ନାଁରେ ପରିଚିତ ହେଇଛନ୍। ସେ ଆଉ ଇ ଦୁନିଆନ ନାଇଁନ। ତ ତାକର ମୃତ୍ୟୁ ଏହାନ ଗୋଟେ ରହସ୍ୟ ହେଇଯାଇଛେ, ଯେନ୍ଟାକି ବହୁତ କିସ୍ମର ଘଟଣା ମାନେ ସାମ୍ନାକେ ଆସୁଛେ। ତ ସେ ବିଷୟରେ ଆଜକା ଟିକେ ଡିସ୍କସନ୍ ହେବା। ପଶ୍ଚିମ ଓଡ଼ିଶାର ସେଲ୍ଫି ବେବୋ ସିମରନ୍ ସିଂ ଆଉ ଇ ଦୁନିଆ ନନାଇନ ଇ କଥାଟା ଯେତେବେଲେ ସବୁଆଡ଼େ ପ୍ରଚାର ହେଇଯାଇଛେ, ପଶ୍ଚିମ ଓଡ଼ିଶା ସାରା ଗୋଟେ ଶୋକର ଛାୟାଟେ ଲହରି ଯାଇଛେ। ସମସ୍ତେ ଆକାବୁଦ ହେଇଯାଉଛନ୍ ଯେ ଅଚାନକ କେନ୍ତା ଇ ମୃତ୍ୟୁ ଘଟିଛେ। ଇଟା ଗୋଟେ ସନ୍ଦେହଜନକ ମୃତ୍ୟୁ ହେଇଛେ। ଇଥିର୍ ପଛେ ବହୁତଟି କାହାଣୀ ଅଛେ। ଇଟା ଗୋଟେ ସୁଇସାଇଡ୍ କି ମର୍ଡର ଯେ ପୁଲିସ ବି ଛାନବିନ କରୁଛେ। ଇଥିର୍ ପଛେ ସିମରନର ପ୍ରେମିକ ଯେନ୍ ହେବେ ୟୁଗ ସୁନା ସମ୍ପୃକ୍ତ ଥିବାର ପୁଲିସ ଅଭିଯୋଗ କରି ସେତାକେ ଗିରଫ ବି କରି ସାରିଲାନ। ତ ସିମରନର ମା କହୁଛନ୍ ଯେ ୟୁଗ ସୁନା ହିଁ ସିମରନକେ ମାରିଛେ ବୋଲିକିରି ଡାଇରେକ୍ଟ ଆରୋପ କରୁଛନ୍। ତ ଇଥିର୍ ମଝିରେ କେତେ ଲୋକ ରୁକୁ ସୁନାକେ ବି ଆରୋପ କରୁଛନ୍। ହେଲେ ରୁକୁ ସୁନା ଇ କଥାକେ ପୂର୍ଣ୍ଣ ହିସାବେ ଖଣ୍ଡନ କରିଛନ୍ ବୋଲିକିରି ସୂଚନା ମିଲୁଛେ। ଇଟା ଗୋଟେ ମର୍ଡର କି ସୁଇସାଇଡ୍ ଯେ ଜନାନି ପଡ଼ବାର୍ 3ଟା ମେସେଜ ଯେନ୍ଟାକି ଭାଇରାଲ ହେଇଛେ, 3ଟା ଭଏସ୍ ରେକର୍ଡ଼। ସେ ଭଏସ୍ ରେକର୍ଡ଼କେ ଶୁଣିଲେ ଏନ୍ତା ଲାଗୁଛେ ଯେ କିଛି ଗୋଟେ ଘଟିଛେ ଇ ମର୍ଡର ଆଗରୁ। ତ ଯେତେ ଜଲ୍ଦି ସମ୍ଭବ ହେଇପାରବା ସେ ଦୋଷୀକେ ସାବ୍ୟସ୍ତ କରିକରି ଦଣ୍ଡ ଦିଆଯାଉ, ତେନେ ଯାକ ତାର ଆତ୍ମାକେ ଶାନ୍ତି ମିଲବା ବୋଲିକରି ସ୍ଥାନୀୟ ଲୋକେ ଦାବି କରିଛନ୍। ବହୁତ ଦୁଃଖର କଥା ଯେ ଆଜି ପଶ୍ଚିମ ଓଡ଼ିଶା ଗୋଟେ ପ୍ରତିଭାଶୀଳ ଗୋଟେ ଅଭିନେତ୍ରୀକେ ହରାଇ ଦେଇଛେ। ତ ତାକର ଆତ୍ମାର ସଦ୍ଗତି ଲାଗି ଆମେ ଭଗବାନ ପ୍ରାର୍ଥନା କର୍ମା ଯେ ତାକର ଆତ୍ମାକେ ଶାନ୍ତି ମିଲୁ। ଇଟା ହିଁ ଆମର କାମନା।